जय जगन्नाथ। हठात जणे ମା ତାଙ୍କର ମଲା ପୁଅଟିକୁ ଧରି ବହୁତ ଜୋରେ କାନ୍ଦି କାନ୍ଦି ଆସି ଗୌତମ ବୁଦ୍ଧଙ୍କ ପାଖରେ ପହଞ୍ଚିଲେ। ଗୌତମ ବୁଦ୍ଧକୁ ନିବେଦନ କଲେ, ପ୍ରଭୁ ଆପଣ ମୋର ପୁଅକୁ ବଞ୍ଚେଇ ଦିଅନ୍ତୁ। ଇଏ ହିଁ କେବଳ ମୋର ଏକଇରି ବଳା ବିଶିକେଶନ, ତା ଛଡ଼ା ମୋ ଏଇ ଦୁନିଆରେ କେହି ନାହାନ୍ତି। ଗୌତମ ବୁଦ୍ଧ କହିଲେ, ଠିକ ଅଛି ମା, ମୁଁ ତୁମର ପୁଅକୁ ବଞ୍ଚେଇ ଦେବି, କିନ୍ତୁ ସେଥିପାଇଁ ତୁମକୁ ମତେ ଆଣି ମୁଠାଏ ସୋରିଷ ଦେବା ପାଇଁ ପଡ଼ିବ। ଅର୍ଥାତ୍ ତୁମେ ସୋରିଷ ସେଇ ଘରୁ ଆଣିବ ଯାହା ଘରେ କେବେ କେହି ମରି ନଥିବେ। ମାଟା କହିଲା, ନିଶ୍ଚିନ୍ତ ଆଜ୍ଞା, ମୁଁ ଯାଉଛି। ପ୍ରତ୍ୟେକଙ୍କ ଘରକୁ ଗଲେ ମାଟି, ଯାଇକି ପ୍ରତ୍ୟେକଙ୍କ ଘରୁ ସୋରିଷ ମାଗିଲେ, କିନ୍ତୁ ସୋରିଷ ମାଗିବା ପୂର୍ବରୁ ସେ ଗୋଟିଏ କଥା କହିଲେ, ଆପଣଙ୍କ ଘରେ କଣ କେହି ମରି ନାହାନ୍ତି? ଯଦି ମତେ ସୋରିଷ ମୁଠାଏ ଦିଅନ୍ତୁ। ସମଗ୍ର ନଗର ବୁଲି ଆସିଲେ, କୌଣସି ଜାଗାରୁ ସୋରିଷ ପାଇପାରିଲେ ନାହିଁ। କାରଣ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହୋଇଲେ ମରଇ। ଅର୍ଥାତ୍ ଏ ମର୍ତ୍ତ୍ୟପୁରରେ ଯିଏ ବି ଜନ୍ମ ଲାଭ କରିଛି, ଦିନେ ନା ଦିନେ ତାକୁ ମୃତ୍ୟୁବରଣ କରିବାକୁ ପଡ଼ିଛି। ତେଣୁ ସେଇ କଥା ସେଦିନ ସେ ମାଟିକୁ ଗୌତମ ବୁଦ୍ଧ ବୁଝାଇ ଦେଲେ। କହିଲେ, ହେ ମା, ତମର ପୁତ୍ର ଜନ୍ମ ହେଇଥିଲା ମାନେ ମରିବ ନିଶ୍ଚିନ୍ତ। ତେଣୁ ଏ ସଂସାରରେ ଯିଏ ବି ଜନ୍ମ ଲାଭ କରିଛି ସେ ମରିବ। ତେଣୁ ତମ ପୁତ୍ର ଆଜି ଗଲା, ମୁଁ କାଲି ଯିବି, ଆପଣ ତା କିଛି ଦିନ ପରେ ଯିବେ। ସମସ୍ତେ ମର୍ତ୍ତ୍ୟମଣ୍ଡଳରେ ମୃତ୍ୟୁର ସାମ୍ନା କରିବାକୁ ହବ, କାରଣ ମୃତ୍ୟୁ ହଉଛି ଧ୍ରୁବ ସତ୍ୟ। ଜନ୍ମ ଅଛି ମାନେ ମୃତ୍ୟୁ ଅଛି, ଦିନ ଅଛି ମାନେ ରାତି ଅଛି, ସୁଖ ଅଛି ମାନେ ଦୁଃଖ ବି ମଧ୍ୟ ଅଛି। ତେଣୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା નથી। ଜୟ ଜଗନ୍ନାଥ।